सजन वर्गी बात विचार कला राजा भीष्म अच्छा मो कन्या बोले मो झील हाँ हाँ मु कृष्ण को देवी हाँ 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 से ठीक कृष्ण किए कैसे से कृष्ण ना कंस ने हौ मो माँ प्रभु मंगल करंतु सौभाग्यवती हो बोला कंस बामा वंश नेत्र ए अंजन रंजन चित्र से अंजन होइछि जाहा स्वर से हेमंत महेंद्र नीलमणि याणी ठुलरे सन्धि द्वारकापुर मंजू बंजू से प्रमाण प्रमाण वचन तेणु मु कृष्ण सहित बाहागर देवी बात गर्जी उठेला सेतिकी बेले राजपुत्र अग्रज रुक्माग्रज बापा आपण ए जो निराधार कथा कहउचंदी से कथारे मो कदापि हेले सम्मति नहीं विवाह हेई पारिबो नाही मो भौणी सहित से कृष्णर आहा ना काईकरी एते राग रागिबी नहीं कृष्ण तो द्वारकाधिपति ना ना से गौड़ टोका सहित कदापि हेले मो भौणी की ता सहित विवाह देबी नाही कोला दोली तांजन प्रकार ए दोली तांजन प्रकार ए प्रति करूची रतहर कुड़ा कुड़ा बदार आयुध बेणु गोकुड़ा कुड़ा बदार आयुध बेणु कोला शिरोमणि गुंजा गुच्छ रुद्रमणि गुंजा गुच्छ তনুভূষণ তার ধেনু চরণ রেণু তনুভূষণ তাহার বা ধরিলম পদ সন্ধ্যাবসা অত্যা ভার कवि सम्राट उपेन्द्र भंज प्रमाण कले कौन कहिथंती नारीर शरीर रे कोठे अमृत अछि आहा बसी नाही जे रमणी हा ये घन जो आसने कि सुख मिलिब बसी आहा रत्न सिंहासने भाग्यहीन से पुरुष भाग्यहीन से पुरुष नाही जे रमणी ओष्ठ सुधा रस
ପ୍ରଶ୍ନଙ୍କର ଉତ୍ତର ହେଲା ରାଜକନ୍ୟା ରୁକ୍ମିଣୀ ସହିତ ବିବାହ ହବ। ହଁ ଗର୍ଜି ଉଠିଲା ରାଜପୁତ୍ର ରୁକ୍ମଗ୍ରଜ, ବାସ୍ କହିଲା ନା ନା ହେଇପାରିବନି। ବାହା ଦେଇ ହବନି। ନାଇଁ ବାପା କାହିଁକି ବାହା ଦେଇ ହବନି କିରେ? ନାଇଁ ତାଙ୍କ ସହିତ ନା ଏଟା ଦଳିତାଞ୍ଜନ ପ୍ରକାର ପ୍ରତି କରୁଛି ରତର, ପ୍ରତି କରୁଛି ରତର, ପ୍ରତି କରୁଛି ରତର। କୁଳା କୁଳା ଓଦାର ଆୟୁଧ ବେଣୁ, ଆୟୁଧ ବେଣୁ ଆହେ ଆୟୁଧ ବେଣୁ। ଶିରୋମଣି କେଟି ପୁଛ ରୁଦମଣି ଗୁଞ୍ଜା ଗୁଛ, ହୃଦମଣି ଗୁଞ୍ଜା ଗୁଛ, ହୃଦମଣି ଗୁଞ୍ଜା ଗୁଛ। ତନୁଭୂଷଣ ତାଧେନୁ ଚରଣ ରେଣୁ, ଚରଣ ରେଣୁ ଆହେ ଚରଣ ରେଣୁ। ବ୍ରଜ ଜବା ଧରି ଲପଟ, ବ୍ରଜ ଜବା ଧରି ଲମ୍ପଟ, ବ୍ରଜ ଜବା ଧରି ଲମ୍ପଟ, ବ୍ରଜ ଜବା ଧରି ଲମ୍ପଟ। ବସା ହତ୍ୟା ଭାର ବୁହା ସକଟ, ତାକୁ ଗାୟକ ମାନେ ଟିକେ ଭିନ୍ନ ଅର୍ଥ କରନ୍ତି। ଆଚ୍ଛା ନା ବାପା ଦଳିତାଞ୍ଜନ ପ୍ରକାର, ହଁ ଅଞ୍ଜନ ବୋଲି ଦଳି ଦେଲେ ନେଡ଼ିରେ ଚିକଣ କଳା ହେଇଯାଏ। ଆଚ୍ଛା ୟା ରୂପଟା ହଉଛି ଜହ୍ନି ମଞ୍ଜିଠୁ ଆହୁରି ଗୋରା। ଏ ବୋପାଲ ଘରେ ଜହ୍ନି ମଞ୍ଜି ତ କଳା, ତାଠୁ ଆହୁରି କେମିତି ଗୋରା ହବ? ତୁ ହିସାବ କରୁଥୁ। ଆଚ୍ଛା 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 ହଁ ଗୋକୁଳ କୂଳବତାର ଆୟୁଧ ବେଣୁ, ବେଣୁ ଏଇଟା ଗୋକୁଳ ବୋଲେ ହଁ ଗଉଡ଼ିଆଟା, ଗଉଡ଼ିଆଟା ଗୋରୁ ଚରାଟା। ଏ ତ ଗଉଡ଼ିଆ ମଉଜା ପ୍ରାୟ। ଆଉ କଣ ମୋ ଉପରେ ତ ରାଗିକି ନିଆଁ ହବ। ଆଜ୍ଞା ଏଟା ପୁରାଣରେ ଅଛି, ଆମେ କଣ ଗୌଡ଼ ବୋଲି ତାଙ୍କୁ ଖୁଣୁଛେ? ପୁରାଣରେ ଲେଖା ହେଇଛି ବାପ ନା ଗୁଡିଆ 12 ତେଲି 23, ଗୁଡିଆ ବାର ତେଲି ତେଇଶି, ଗୁଡିଆ 12 ତେଲି 23, ଗୁଡିଆ ବାର ତେଲି ତେଇଶି। ଏ ତନ୍ତି କାଳେ କାଳେ ଗୌରସି, ତନ୍ତି କାଳେ କାଳେ ଗୌରସି। ସମସ୍ତେ କହନ୍ତି ଗୁଡିଆ 12 ବର୍ଷରେ ନାବାଳକ ହବ, ଆଚ୍ଛା ତେଲି 23 ବର୍ଷରେ ନା ପାଇବ, ହଁ ତନ୍ତି କାଳେ କାଳେ ହବନି, ଆଚ୍ଛା ଗୌଡ଼ 80 ବର୍ଷରେ ନାବାଳକ ହବ। ବାସ୍ ଏଟା ଅଛି। ଏଇଟା ଅଛି, ଏଇଟା ଭୁଲ ଅର୍ଥ କରୁଛ। ସତେ ଆଜ୍ଞା ତା ଭିତରକୁ ତ ଆମେ ଯାଇନୁ। ଏଇଟା ଭୁଲ ଅର୍ଥ କରୁଛ। ଆଚ୍ଛା ଠିକଟା କଣ କହୁନ? ଠିକଟା ତା ଭିତରେ ଆଉ କଣ, ଆମେ ତ ଜାଣିଛୁ ସେଇଟା କଥା। ଗୁଡିଆ 12 ହଁ 12 ବର୍ଷ ପର୍ଯ୍ୟନ୍ତ ଗୁଡିଆ ଘର ଖାଦ୍ୟ, ହଁ 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 ଯେତେ ମିଠା ଖା, ଯେତେ ରସଗୋଲା ଖା, ଆଚ୍ଛା 12 ବର୍ଷ ପର୍ଯ୍ୟନ୍ତ ମଣିଷ ଜୀବନରେ ମିଠାର ଆବଶ୍ୟକତା ଅଛି। ହଁ 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 ଆଚ୍ଛା ତେଣୁ 12 ବର୍ଷ ଯାକେ ଖାଇଲେ ଆମକୁ ଡାଇବେଟିସ୍ ହବନି। ହବନି, 12 ପର୍ଯ୍ୟନ୍ତ ଡାଇବେଟିସ୍ ନାହିଁ। ତେଲି 23, ଆଚ୍ଛା 23 ବର୍ଷ ଯାଏ ଆଚ୍ଛା ଯେତେ ତେଲି ଘର ଛଣା ଖାଦ୍ୟ, ଯେତେ ବରା, ଯେତେ ପିଆଜି, ଯେତେ ଗୁଲୁଗୁଲା, ଯେତେ ଇଟିଲି ଖା, ହଁ ଯେତେ ତେଲ ଜିନିଷ ଖା, ବିଶେଷ ଭାବରେ ଗ୍ୟାଷ୍ଟ୍ରିକ୍ ହବନି। ଆଚ୍ଛା କଥାଟା ଏଠି ଅଛି, ଯୋଉଟା ପୁରାଣ ଶାସ୍ତ୍ରର କଥା ଯାହା ପଡିଛି। ଅଭିମତ ଅଛି। ବାସ୍ କିନ୍ତୁ ଆଜିକାଲି ତ ପିଲା ମା ଗର୍ଭରୁ ଜନ୍ମ ହଉ ହଉ ଡାଇବେଟିସ୍ ବାହାରୁଛି। ହଁ ମ ହଁ ତେଲ ଜିନିଷ ଖାଇବାକୁ ମା ଭାରି ଭଲ ପାଏ ଆଉ ସେଠି ଆମେ କଣ କରିବା? ବାସ୍ ନା ତା ମା ଯୋଗୁ ଏ ପିଲାଟି ଡାଇବେଟିସ୍ ବାହାରିଲା। ହଁ 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 ଠିକ କଥା। ତେଲି 23 ତନ୍ତି କାଳେ କାଳେ, ବୋଲେ ଜୀବନର ଜନ୍ମରୁ ମରଣ ପର୍ଯ୍ୟନ୍ତ ଆଚ୍ଛା ତନ୍ତି ନହେଲେ ହଁ ହଁ ଆମ ମାନଙ୍କର ଶୁଦ୍ଧତା ନାହିଁ। ତନ୍ତି ନହେଲେ ଶୁଦ୍ଧ ନାହିଁ କେମିତି? ଆରେ ଜନ୍ମ ଯେତେବେଳେ ହେଲୁ, ବାସ୍ ଆଗ କାଳରେ ମା ମାନେ ଘରେ ଛୁଆ ଜନ୍ମ କରୁଥିଲେ। ହଁ 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 ସେମାନେ କଣ କରନ୍ତି କଣ? ନା ଧୋବା ଘରୁ ସାଫି କପଡାକୁ ଆଣିକି ରଖିଥାନ୍ତି ସାଇଜିକି। ହଁ ହଁ ଭଲ ସଫା କପଡ଼ା ରଖିଥାନ୍ତି।
ପିଲାଟି ଜନ୍ମ ହେଲେ ସେ କପଡ଼ା ଧୋବା ଘର କପଡ଼ା ଲାଗିବ। ଆଚ୍ଛା ଆଚ୍ଛା। ଆଜିକାଲି ତ ଆଉ ଘରେ ଛୁଆ ଜନ୍ମ ହଉନାହାନ୍ତି, ନା। ସବୁ ମେଡିକାଲରେ ହଁ ହଁ ହଁ। ଲେଖା ଯାଇଛି ପ୍ରସୂତି ଭବନ ବା ଲେବର ରୁମ୍। ବାସ୍। ସେଠି ଯେତେବେଳେ ପିଲା ଜନ୍ମ ହଉଛି ହଁ ସେଇ କପଡ଼ା ହଁ। କପଡ଼ା ନହେଲେ ହବନି। ନାଇଁ କପଡ଼ା ନହେଲେ କେମିତି ହବ? ପୋଛାପୋଛି ହବ। ଘରେ ଜନ୍ମ ହେଲେ ଧୋବା ଘର କପଡ଼ା, କପଡ଼ା ଆସିବ। ମେଡିକାଲରେ ଜନ୍ମ ହେଲେ ପୁଅ ଧଳା ଗଜ କପଡ଼ା। ହା ହା। ରହ, ହେ ବଲମ୍ବାନୀ। ଗଜ କପଡ଼ା ନହେଲେ ହବ? ନାଇଁ ନାଇଁ। ଆଚ୍ଛା, ମଣିଷ ଜୀବନରେ 3 ଥର ଧଳା ଲୁଗା ପିନ୍ଧେ, ଆଚ୍ଛା। ଥରେ କଳା ଲୁଗା ପିନ୍ଧେ। ଧଳା ଲୁଗା କେତେ ଥର ପିନ୍ଧେ? ଧଳା ଲୁଗା ପୁଣି କଳା ଲୁଗା ପିନ୍ଧେ। ହଳଦିଆ ଲୁଗା ଥରେ ପିନ୍ଧେ। ଆଚ୍ଛା, କୋଉ କୋଉ ସମୟରେ ଆଜ୍ଞା? ଧଳା ଲୁଗା, ହଁ ଜନ୍ମ ହେଲୁ ଧଳା, ବାସ୍। ଛୁଇଁବେ ନାହିଁ ତୋତେ ବୋଲିବେ ମୋଡ଼ା। ବୋଲିବେ ମୋଡ଼ାରେ ବୋଲିବେ ମୋଡ଼ା। ଛୁଇଁବେ ନାହିଁ ତୋତେ ବୋଲି